ଓ ନମସ୍କାର ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ଭଲରେ ଥିବେ। ତ ଆପଣଙ୍କର OSCPRBର ବାଟାଲିୟନ୍ ୱାଇଜ୍ କଟଅଫ୍ କେତେ ଯାଇଛି, ତ ସେତ ଓଭରେଜ୍ ପିଲାମାନଙ୍କର କଟଅଫ୍ କେତେ ଯିବ, ଆପଣଙ୍କର ରେଜଲ୍ଟ କେବେ ଆସିବ, ଫିଜିକାଲ୍ କେବେ ହେବ, ଅଣ୍ଡରେଜ୍ ପିଲାମାନଙ୍କର ଜଏନିଂ କେବେ ହେବ, PMT ରେଜଲ୍ଟ କେବେ ଆସିବ, ଆପଣଙ୍କର ଅପକମିଂ ଭ୍ୟାକେନ୍ସି ଯାହାକି ରହୁଛି OSCP ଭ୍ୟାକେନ୍ସି ତାକୁ ନେଇକି କ'ଣ ଅପଡେଟ୍ ରହିଛି ସେସବୁ ବିଷୟରେ ଭିଡ଼ିଓରେ ଆଲୋଚନା କରିବା। ଏବଂ ପ୍ରଥମରୁ ଶେଷ ଯାଏଁ ଆପଣମାନେ ଭିଡ଼ିଓକୁ ଦେଖିନେବେ। ତ ଦେଖନ୍ତୁ ପ୍ରଥମେ ଆମେ ଦେଖିବା ବାଟାଲିୟନ୍ ୱାଇଜ୍ ଆପଣଙ୍କର କଟଅଫ୍ ମାର୍କ କେତେ ଯାଇଛି। ପ୍ରଥମେ ଆପଣମାନେ ଦେଖୁଛନ୍ତି କଳାହାଣ୍ଡି ବାଟାଲିୟନ୍ ଯେଉଁଟାକି 9 ବାଟାଲିୟନ୍ ୟୁଆର୍ରେ କଟଅଫ୍ ଯାଇଛି ଆପଣଙ୍କର 62+ ମାନେ ପାଖାପାଖି 63 ଯାଇଛି ଆପଣଙ୍କର ୟୁଆର୍ରେ। ଏମିତି SCରେ ଯାଇଛି 61+, STରେ ଯାଇଛି 54+। এটা হচ্ছে আপনার কলাহান্ডি বাটালিয়ন কটক। এমনি অলগা বাটালিয়ন বি আমি দেখা আপনার যেটাকি রয়েছে ছত্রপুর বাটালিয়ন। ছত্রপুরে ୟୁଆର୍ ଯାଇଛି ଆପଣଙ୍କର ନିୟରଲି 53 କଟଅଫ୍ ଯାଇଛି ୟୁଆର୍ରେ। SCରେ ଯାଇଛି 55, STରେ ଯାଇଛି 51, ସ୍ପୋର୍ଟସ୍ ପର୍ସନରେ ଯାଇଛି 45। ୟା ଉପରେ ଯେଉଁମାନଙ୍କର ବି ମାର୍କ ଅଛି, ଏ ଯେଉଁ କଟ ମାର୍କ ଦେଖୁଛନ୍ତି ୟା ଉପରେ ଯେଉଁମାନଙ୍କର ବି ମାର୍କ ଅଛି ସେମାନେ 100% ଆପଣମାନେ ଫିଜିକାଲକୁ ଯାଉଛନ୍ତି। ଯେଉଁ ଓଭରେଜ୍ ପିଲାମାନେ ଯେଉଁମାନେ ରହିଛନ୍ତି 3 ବର୍ଷ ଏଜ୍ ରିଲାକ୍ସେସନ୍ ପାଇଛନ୍ତି। ମାଲକାନଗିରି ବାଟାଲିୟନ୍ ଦେଖନ୍ତୁ ସବୁଠୁ ଅଧିକ କଟଅଫ୍ ଯାଇଛି ବାଟାଲିୟନ୍ ଭିତରେ ମାଲକାନଗିରି ବାଟାଲିୟନ୍। ୟୁଆର୍ କଟଅଫ୍ ଯାଇଛି 64+, ନିୟରଲି 65। SCBC ଯାଇଛି 63+, ପାଖାପାଖି 64। SC ଯାଇଛି 59 ଏବଂ ST ଯାଇଛି 52। এটা হচ্ছে আপনার মালকানগিরি কটক। সেমতি আপনার ভঞ্জনগরে ୟୁଆର୍ কটঅফ୍ ଯାଇଛି 36 এবং ST কটঅফ୍ ଯାଇଛି 32। সেমতি আপনার বারিপদা বাটালিয়নে কটঅফ୍ ଯାଇଛି 53, SC ଯାଇଛି 54, ST ଯାଇଛି 53। তো আপনার ভাবুথিবে এমিতি কোণ কটঅফ୍ গলা ୟୁଆର୍ কটঅফ୍ কম যাচ্ছে, SC ST কটঅফ୍ আপনার অধিক যাচ্ছে। তো দেখুন সবু বাটালিয়নে সেমিতি হয়েছে। যে বাটালিয়নে পিলামানে ୟୁଆର୍ SCBC পিলা কোয়ালিফাই করে পারা না সেই ୟୁଆର୍ SCBC পোস্টে ST SC পিলাଙ୍କୁ কোয়ালিফাই করে দিয়া গলা, ଯେଉଁଟାକି ଆପଣଙ୍କର ନିୟମ ବାହାରେ। এটা ଆପଣଙ୍କର ନିୟମ ଉଲ୍ଲଂଘନ করে ଯାଇକି ପିଲାମାନଙ୍କୁ ସିଲେକ୍ସନ୍ କରାଗଲା। ୟୁଆର୍ SCBC କଟଅଫ୍ ସେମାନେ କ୍ୱାଲିଫାଇ କରିନଥିଲେ, ତାପରେ ବି ପିଲାଙ୍କୁ କ୍ୱାଲିଫାଇ କରାଗଲା। ଯେହେତୁ ବାଟାଲିୟନରେ ବହୁତ କମ୍ ପିଲା ୟୁଆର୍ SCBC ପିଲା ସେମାନେ ଫିଜିକାଲ୍ ବହୁତ କମ୍ ପିଲା କ୍ୱାଲିଫାଇ କରୁଥିଲେ, ତେଣୁ ତାଙ୍କ ଜାଗାରେ STC ପିଲାଙ୍କୁ ସାମିଲ କରାଗଲା ଯେଉଁମାନେ ବି ଫିଜିକାଲ୍ କ୍ୱାଲିଫାଇ କରିଥିଲେ। ଏମିତି ଆପଣମାନେ ରାଉରକେଲା ବାଟାଲିୟନ୍ ଦେଖନ୍ତୁ 59+ ୟୁଆର୍ କଟଅଫ୍ ଯାଇଛି, SC ଯାଇଛି 63, ୟୁଆର୍ କଟଅଫ୍ ଯାଇଛି 59, SC ଯାଇଛି 63। ଏଥିପାଇଁ ୟୁଆର୍ ପୋଷ୍ଟରେ ସବୁ କ୍ୟାଟେଗୋରୀ ପିଲାଙ୍କୁ ସାମିଲ କରିଦିଆଗଲା, ତେଣୁ ସେ କଟଅଫ୍ କମ୍ ଗଲା, SC କଟଅଫ୍ ଅଧିକ ଗଲା। ସେମିତି ଆପଣଙ୍କର ଢେଙ୍କାନାଳରେ ଫାଇନାଲ୍ କଟଅଫ୍ ୟୁଆର୍ ଯାଇଛି 59, SC ଯାଇଛି 58, ST ଯାଇଛି 51, ଏକ୍ସ ସର୍ଭିସମ୍ୟାନ୍ ଯାଇଛି 38, ସ୍ପୋର୍ଟସ୍ ପର୍ସନ୍ ବି 38। ତ ଏଇଟା ଏତିକି ଥିଲା ଆପଣଙ୍କର କଟଅଫ୍ ମାର୍କ ଯେଉଁଟାକି ଆପଣଙ୍କର ବାଟାଲିୟନ୍ ୱାଇଜ୍ ଯାଇଛି। ତେଣୁ ୟାଠୁ ଅଧିକ ଯେଉଁମାନେ ବି ସ୍କୋର୍ ରଖିଛ ନିହାତି ଭାବେ ଫିଜିକାଲ୍ ପ୍ରାକ୍ଟିସ୍ କର, ବା ୟାଠୁ ବି କମ୍ ଅଳ୍ପ ଅଛି ତାହେଲେ ବି ଫିଜିକାଲ୍ ପ୍ରାକ୍ଟିସ୍ କର। କାରଣ ସିଲେକ୍ସନ୍ ପ୍ରୋସେସ୍ କେମିତି ରହିବ ସେଇଟା ବର୍ତ୍ତମାନ ଯାଇକି ଓପିଆଇ ବି କୌଣସି ପ୍ରକାର କ୍ଲାରିଫିକେସନ୍ ଦେଇନି। 15 ତାରିଖ ଦିନ ଆପଣଙ୍କର ହାଇ ଲେଭେଲ୍ ମିଟିଂ ରହୁଛି। ମିଟିଂ ପରେ କିଛି ନା କିଛି ଫଳାଫଳ ନିହାତି ଭାବେ ଆସିବ। ତେଣୁ ଆପଣମାନେ ଯେଉଁମାନେ ପରୀକ୍ଷା ଦେଇଥିଲେ ଭଲ ସ୍କୋର୍ କରୁଛନ୍ତି, ବହୁତ ସାରା ପିଲା ଭଲ ସ୍କୋର୍ କରିଛନ୍ତି, ନିର୍ଦ୍ୱନ୍ଦ୍ୱରେ ଫିଜିକାଲ୍ ପ୍ରାକ୍ଟିସ୍ କରନ୍ତୁ। ଏତିକି ମାର୍କ ଉପରେ ଅଛି ତ ବା ଏତିକି ମାର୍କ ବି ଅଛି ତ ଆପଣମାନେ ନିହାତି ଭାବେ ଫିଜିକାଲ୍ କ୍ୱାଲିଫାଇ କଲା ମାନେ ଯେଉଁ 3 ବର୍ଷ ଭିତରେ ପିଲା ଅଛନ୍ତି ସେମାନେ ଚାକିରି ନେଉଛନ୍ତି। ଆଉ ୟାଠୁ ଯଦି ବି କମ୍ ଅଛି ତାହେଲେ ବି ଆପଣଙ୍କର ସିଲେକ୍ସନ୍ ହୋଇପାରେ। ବାଟାଲିୟନ୍ ୱାଇଜ୍ ଗତକାଲି ଦେଖିଥିବେ ଆପଣଙ୍କର 2233 ପୋଷ୍ଟ ଅପଡେଟ୍ ଆସୁଛି ଆପଣଙ୍କର, ହାଲାକି 2080 ପୋଷ୍ଟ ଆପଣଙ୍କର ବାଟାଲିୟନ୍ ଥିଲା। ଅଲରେଡ଼ି 227 ପୋଷ୍ଟ ଭେକେଣ୍ଟ ରହିଛି। ତା ସହିତ ଏଠି ଆପଣଙ୍କର ପୋଷ୍ଟ ଇନକ୍ରିଜମେଣ୍ଟ ଘଟୁଛି। ସେମିତି ହେଲେ ଆହୁରି ଅଧିକ ପିଲା କ୍ୱାଲିଫାଇ ହେବେ ଫିଜିକାଲକୁ। ତା ସହିତ ଯେଉଁ ଅଣ୍ଡରେଜ୍ ପିଲାମାନଙ୍କର ଭୟ ଥିଲା ଯେ ବାଟାଲିୟନ୍ରେ ସେମାନେ ମେରିଟ୍ କଟିଯିବେ କି କିଛି ପିଲା ଯେଉଁମାନେ ଲାଷ୍ଟ ମାର୍କରେ ସିଲେକ୍ସନ୍ ହୋଇଛନ୍ତି ତାଙ୍କ ମାନେ ଯେଉଁ ଡର ଥିଲା ସେଟା ମଧ୍ୟ ଦୂର ହେବ ଯଦି ଆପଣଙ୍କର ପୋଷ୍ଟ ଇନକ୍ରିଜ୍ ହେଉଛି। ତା ସହିତ ଆପଣଙ୍କର 237 ପୋଷ୍ଟ ଭେକେଣ୍ଟ ହେଉଛି। ତ ଏଇଟା ଆପଣମାନେ ଆଉ କିଛି ଦିନ ମଧ୍ୟରେ ଜାଣିଯିବେ। ତା ସହିତ ଆପଣଙ୍କର ବର୍ତ୍ତମାନ କଥା ହେଉଛି କି PMT ରେଜଲ୍ଟ। ହଁ, ତ ବାଟାଲିୟନ୍ ଆପଣଙ୍କର ଯେଉଁ ଓଭରେଜ୍ ପିଲାମାନଙ୍କର ବର୍ତ୍ତମାନ ମେରିଟ୍ ଲିଷ୍ଟ ପ୍ରସ୍ତୁତ ଚାଲିଛି। ହୁଏତ 15 ତାରିଖ ମିଟିଂ ପରେ ଆପଣଙ୍କୁ ଓପିଆଇ ବି ନୋଟିଫିକେସନ୍ ଦେଇ ମଧ୍ୟ ପାରେ। କାରଣ ପରଦିନ ହିଁ ମୁଁ ଓପିଆଇ ଅଫିସ୍ ଯାଇଥିଲି, ସେଠି ସୂଚନା ଦେଇଥିଲେ ବର୍ତ୍ତମାନ ବାଟାଲିୟନ୍ ପିଲାଙ୍କ କାମ ଚାଲିଛି। ତାଙ୍କର ହେଲା ପରେ ଯାଇକି ପରବର୍ତ୍ତୀ ଅପଡେଟ୍ ଆସିବ। PMT ରେଜଲ୍ଟ ମଧ୍ୟ ଆସିବ। PMT ରେଜଲ୍ଟ ଆପଣଙ୍କର ସେଇ କୋର୍ଟ ମ୍ୟାଟର୍ ପାଇଁ PMT ରେଜଲ୍ଟ ଆସିପାରୁନାହିଁ। ହାଲାକି କୋର୍ଟରେ ମଧ୍ୟ ପିଲାମାନେ ୱିନ୍ କରିବେ ଏବଂ ତାଙ୍କର ମଧ୍ୟ ରେଜଲ୍ଟ ଆସିବ। PMT ଓଭରେଜ୍ ଅଣ୍ଡରେଜ୍ ପିଲା ଯେଉଁମାନେ ଏକ୍ଜାମିନେସନ୍ ଦେଇଛନ୍ତି ଏକା ସାଙ୍ଗରେ ଆପଣଙ୍କର ମେରିଟ୍ ଲିଷ୍ଟ ଆସିବ। ଫିଜିକାଲ୍ କଣ୍ଡକ୍ଟ ହେବ। ବାଟାଲିୟନ୍ ପିଲାମାନଙ୍କର ମଧ୍ୟ ଫିଜିକାଲ୍ ହେବ। ଯେକୌଣସି ଟାଇମ୍ରେ ଆପଣଙ୍କର ଫିଜିକାଲ୍ ହେବ। ତେଣୁ ଆପଣମାନେ ଫିଜିକାଲ୍ ପ୍ରାକ୍ଟିସ୍ କରନ୍ତୁ, ଶାରୀରିକ ଫିଟ୍ ରଖନ୍ତୁ। ତ ଏ ରହୁଛି ବର୍ତ୍ତମାନ ଓଭରଅଲ୍ ଅପଡେଟ୍। ଏନି ଟାଇମ୍ ଆପଣଙ୍କର ରେଜଲ୍ଟ ରିଗାର୍ଡିଂ ଅପଡେଟ୍ ଆସିବ। ଆଉ ଯେଉଁମାନେ ବାଟାଲିୟନ୍ କିମ୍ବା PMTରେ ଭଲ ସ୍କୋର୍ କରିପାରିନା ବା ବାଟାଲିୟନ୍ରେ ବହୁତ ସାରା ପିଲା ଫିଜିକାଲ୍ରେ କଟିଗଲେ, ରିଟେନ୍ କ୍ୱାଲିଫାଇ କରିପାରିଲେ ନାହିଁ, ସେମାନେ ତାଙ୍କର ଭ୍ୟାକେନ୍ସି ଯେଉଁ ନୂଆ ଭ୍ୟାକେନ୍ସି ଆସିବ ଆପଣମାନେ OSA ଭ୍ୟାକେନ୍ସି ପାଇଁ ଫୋକସ୍ କରନ୍ତୁ। ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ତା ପାଇଁ ଆପଣମାନେ ଫୋକସ୍ କରନ୍ତୁ। ସେ ଭ୍ୟାକେନ୍ସି ଆପଣମାନେ ଯଥାଶୀଘ୍ର ଦେଖିବା ପାଇଁ ପାଇବେ। 15 ତାରିଖ ମିଟିଂରେ ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ। ଏନି ଟାଇମ୍ ଆପଣଙ୍କର OSA ଭ୍ୟାକେନ୍ସିକୁ ନେଇକି ଅପଡେଟ୍ ଆସିବ। ଥରେ ଆପଣଙ୍କର ରିକ୍ରୁଟମେଣ୍ଟ ରୁଲ୍ ବା କ୍ୟାଡେଟ୍ ରୁଲ୍ ଆସିଲା ମାନେ ତାର 20ରୁ 25 ଦିନ ଭିତରେ ଆପଣମାନେ ଅଫିସିଆଲ୍ ଆଡ଼ଭର୍ଟାଇଜମେଣ୍ଟ ପାଇଯିବେ। ତ 15 ତାରିଖ ଦିନ ସେ ବିଷୟରେ ଆଲୋଚନା ହେବ। ଯେଉଁ OSAର ନ୍ୟୁ ରିକ୍ରୁଟମେଣ୍ଟ ରୁଲ୍ ହିସାବରେ ଆପଣଙ୍କର ପରୀକ୍ଷା ହେବ ବା ରିକ୍ରୁଟମେଣ୍ଟ ଆସିବ ସେ ବିଷୟରେ ମଧ୍ୟ ଆଲୋଚନା ହେବ। ଏବଂ ଆଲୋଚନା ହେଲା ପରେ ଆପଣମାନେ ନିହାତି ଭାବେ OSA ବିଷୟରେ ଅପଡେଟ୍ ପାଇଯିବେ। 3120 ପୋଷ୍ଟ ରିକ୍ରୁଟମେଣ୍ଟ ଆସିବ। ତେଣୁ ଆପଣମାନେ ରେଡ଼ି ହୁଅନ୍ତୁ। ବର୍ତ୍ତମାନ OSA ପାଇଁ ଯେଉଁମାନେ ରେଡ଼ି ହେବା କଥା, ଯେଉଁ ପିଲାମାନେ ଡିସ୍କ୍ୱାଲିଫାଇ ହେଇଥିଲେ ବାଟାଲିୟନ୍ରେ ବା ଯେଉଁ ପିଲାମାନେ ଫିଜିକାଲ୍ କ୍ୱାଲିଫାଇ କରିପାରିନଥିଲେ ସେମାନେ ବର୍ତ୍ତମାନଠୁ ରେଡ଼ି ହୁଅନ୍ତୁ OSAରେ ଯଦି ଚାକିରି ନେବାକୁ ଚାହୁଁଛନ୍ତି। ତା ସହିତ କମ୍ୟୁନିକେସନ୍ କନେଷ୍ଟବଲ୍ ଭ୍ୟାକେନ୍ସି ଆସିବ। କମ୍ୟୁନିକେସନ୍ ASIରେ ମଧ୍ୟ ଭ୍ୟାକେନ୍ସି ଆସିବ। ଆହୁରି ବହୁତ ସାରା କିଛି ଭ୍ୟାକେନ୍ସି ରହିଛି ଯାହାର ଅପଡେଟ୍ ମୁଁ ଆପଣମାନଙ୍କୁ ଅଲରେଡ଼ି ପୂର୍ବ ଭିଡ଼ିଓରେ ଦେଇଛି, ଯେଉଁଟାକି ମୋର ପ୍ରଥମ ଚ୍ୟାନେଲ୍ରେ ଦେଇଛି ଆପଣମାନଙ୍କୁ। ତଥାପି ଏହା ହିଁ ବର୍ତ୍ତମାନ ସ୍ୱଳ୍ପମୋଟ ଅପଡେଟ୍ ରହୁଛି। ଆପଣମାନେ ରେଡ଼ି ହୁଅନ୍ତୁ, ଅପଡେଟ୍ ଆସିବ ଯଥାଶୀଘ୍ର ଆପଣମାନେ ଅପଡେଟ୍ ପାଇଯିବେ। ଆଉ ସେମିତି ମୁଁ ଆପଣମାନଙ୍କୁ ଡାଇରେକ୍ଟ ଏକାଥରେ କହିପାରିବିନି ଏଇ ଡେଟ୍ରେ ଆସିବ ସେଇ ଡେଟ୍ରେ ଆସିବ। ସେଇଟା ଯେଉଁମାନେ କୁହନ୍ତି ତାଙ୍କୁ କିଛି ବି ଜଣା। ମୁଁ ଜାଣିଛି ଆପଣଙ୍କର ପ୍ରୋସେସ୍ ଚାଲିଛି। ଏନି ଟାଇମ୍ ଆପଣଙ୍କର ଅପଡେଟ୍ ଆସିବ। ଧୈର୍ଯ୍ୟ ଧରିକି ୱେଟ୍ କରନ୍ତୁ, ଫିଜିକାଲ୍ ପ୍ରାକ୍ଟିସ୍ କରନ୍ତୁ, OSA ପାଇଁ ପଢ଼ାପଢ଼ି କରନ୍ତୁ। ପୋଲିସ୍ SI ଏକ୍ଜାମିନେସନ୍ ପାଇଁ ମଧ୍ୟ ଯେଉଁମାନେ ରେଡ଼ି ହେଉଛୁ ତାଙ୍କର ପ୍ରିପାରେସନ୍ କଣ୍ଟିନ୍ୟୁ କରନ୍ତୁ। ତ ଓଭରଅଲ୍ ଏତିକି ଅପଡେଟ୍। ଜୟ ହିନ୍ଦ।